ପିଲାମାନଙ୍କର ଶିଶୁ ଦିବସ ଭୋଜି ପାଇଁ ପରିବା କଟା ଚାଲିଛି। ପରିବା କାଟିବାରେ 3 ଜଣ ଲୋକ ବ୍ୟସ୍ତ ଅଛନ୍ତି। ବିଭିନ୍ନ ପ୍ରକାର ପରିବା କଟା ସରିଲାଣି। ଫୁଲକୋବି, ବାଇଗଣ, ବୋଇତାଳୁ ଏବଂ ପରିବା କଟା ସରିଯାଇଛି। ଏବେ ଆମେ ରୋଷେଇ କାର୍ଯ୍ୟ ଆରମ୍ଭ କରିବା। ରୋଷେଇ ପାଇଁ 2 ଜଣ ରୋଷେଇଆ ମଧ୍ୟ ପ୍ରସ୍ତୁତ ହୋଇଗଲେଣି ଏବଂ ଚୁଲିରେ କଢ଼ା ବସି ସାରିଲାଣି ଏବଂ ଏଠାରେ ସବୁ ବିଭିନ୍ନ ଆଉ ଟମାଟୋ ବାକି ରହିଯାଇଛି। ପରିବା ସବୁ ପ୍ରସ୍ତୁତ ହୋଇସାରିଛି। ଏବେ ରୋଷେଇ କାର୍ଯ୍ୟ ଚାଲିଲା। ରୋଷେଇ କାର୍ଯ୍ୟ ସରିଯାଇଛି। ରୋଷେଇ କାର୍ଯ୍ୟ ସରିବା ପରେ ଏବେ ପିଲାମାନେ ଖାଇବା ପାଇଁ ବସିଗଲେଣି ଏବଂ ସମୟ ମଧ୍ୟ 2ଟା ହୋଇଗଲାଣି। ଏଠାରେ ପ୍ରାୟ ସବୁ ପିଲା ଆନନ୍ଦରେ ଖୁସିରେ ଖାଇଚାଲିଛନ୍ତି। ଆମେ ଏଠାରେ ପରି ଏବଂ ଭାଗ୍ୟ ଅନେଇକି ମୋବାଇଲ ଆଡ଼କୁ ଖାଉଛନ୍ତି। ବହୁତ ହସୁଛନ୍ତି ମଧ୍ୟ। ବଡ଼ ପିଲାମାନେ ମଧ୍ୟ ଦେବାଦେବୀରେ ବ୍ୟସ୍ତ ଅଛନ୍ତି। ପିଲାମାନେ ଜଣାପଡ଼ୁଛି ଖୁସିରେ ଖାଉଛନ୍ତି। ପିଲାମାନଙ୍କ ପାଇଁ ଡାଲି, ଘାଣ୍ଟ, ଖଟା ଏବଂ ମିଠାର ବ୍ୟବସ୍ଥା କରାଯାଇଛି। ପିଲାମାନେ ଖୁସିରେ ଏଠାରେ 6ଠ ଶ୍ରେଣୀ ପିଲା ବସିଛନ୍ତି ଏବଂ ଏହି ଭୋଜିରେ 6ଠ, 7ମ, 8ମ, 9ମ, 10ମ ପିଲାମାନେ ସବୁ ଅଂଶଗ୍ରହଣ କରିଛନ୍ତି ଏବଂ ଧୀରେ ଧୀରେ ପିଲାମାନଙ୍କର ସଂଖ୍ୟା କମିଗଲାଣି। ଆଉ ଅଳ୍ପ କିଛି ପିଲା ରହିଯାଇଥିଲେ। ଏମାନେ 9ମ ପିଲା ବସି ଖାଇବା ଆରମ୍ଭ କଲେ। ଚକା ପିଲାଟି ଶାନ୍ତଶିଷ୍ଟ ଭାବରେ ଖାଉଛି। ଘନିଆ ଅନ୍ୟମାନଙ୍କୁ ଅନେଇ ଚାଲିଛି। ବଣ୍ଟି ପାଣି ପିଇବାରେ ବ୍ୟସ୍ତ। ବୋଧହୁଏ ତରକାରୀ ଟିକେ ରାଗ ହୋଇଛି ଜଣାପଡ଼ୁଛି। ପିଲାମାନେ ଧନଞ୍ଜୟ ଲାଜ କରି କରି ଖାଉଛି। ବା ଶେଷରେ 10ମ ଶ୍ରେଣୀ ପିଲାମାନେ 2 ନମ୍ବର ଧାଡ଼ିରେ ବସି ଖାଉଛନ୍ତି। ଏଠି 8ମ ଶ୍ରେଣୀର ପିଲାମାନେ କିଛି ମଧ୍ୟ ପଛରେ ଆସିଲେ।